नमस्कार मोर यूट्यूब चैनल को आपण स्वागत। आज मु पुणी प्राचीन मध्ययुगीय गीति कविता उपरे किछि प्रश्न नहीं आसी। चलतु से गुड़ी को आलोचना करवा। श्री जगन्नाथ उद्देश्य भक्ति निवेदन बाढ़ी केउ कवि? स्नान स्मरण चौतीसा, गुंडीचा चौतीसा, दोलजात्रा चौतीसा, कमलाकांत जनाण चौतीसा, कमलारमण चौतीसा, जनाण चौतीसा और जनाण चौतीसा आदि अनेक चौतीसा रचना करिसंती। उत्तर हेउछि लोकनाथ विद्याधर। परवर्ती गवेषणारू जनापड़े जे बा चौतीसाटी लोकनाथ विद्याधरंकर नुहे, तेबे एहा काहा रचना बोली कुहाजाए? लोकनाथ द्विज, लोका, नाथिया इत्यादि नामरे केउ रचयिता निजकु परिचित कराइछंती? लोकनाथ द्विज। लोकनाथ द्विजଙ୍କ कोइली चौतीसा और गुंडीचा चौतीसा रचनाद्वय केउ भणिता थाई रचित? नाथिया। लोकनाथ द्विजଙ୍କର କୃଷ୍ଣଲୀଳା ସମ୍ବଳିତ ଦୁଇଟି ରଚନାର ନାମୋଲ୍ଲେଖ କର। ଶରଦରାସ, କୃଷ୍ଣଲୀଳା। ଅର୍ଜୁନ ଦାସଙ୍କର ଚଉତିସାର ନାମ କ'ଣ? ମିଳନ ଚଉତିସା। କୋକିଳ ଚଉତିସାଟି କାହାର? ଅଭିମନ୍ୟୁ ସାମନ୍ତସିଂହାର। ଜଗନ୍ନାଥ ଦାସଙ୍କର ଚଉତିସାର ନାମ କ'ଣ? ନୀଳଗିରି ଚଉତିସା। କେଉଁ ଚଉତିସାଟି କୃଷ୍ଣସିଂହଙ୍କର? ରାଧାବିରହ ଚଉତିସା। ରାଧାକୃଷ୍ଣ ଚଉତିସାଟି କାହାର? ଦୀନକୃଷ୍ଣ ଦାସ। ଭଲମନ୍ଦ ଚଉତିସାଟି କାହାର? ଦୀନକୃଷ୍ଣ ଦାସ। ମଧୁସୂଦନ କବିଚନ୍ଦ୍ରଙ୍କର ଚଉତିସାଟିର ନାମ କ'ଣ? କୁହୁକଣ୍ଠ ଚଉତିସା। ଆର୍ତ୍ତବଲ୍ଲଭ ମହାନ୍ତି ଭୀମ ଭୋଇଙ୍କର କେତୋଟି ଚଉତିସା ସଂଗ୍ରହ କରି ଭୀମ ଭୋଇଙ୍କ ଚଉତିସା ମଧୁଚକ୍ରରେ ସ୍ଥାନ ଦେଇଛନ୍ତି? ଉତ୍ତର ହେଉଛି 24ଟି। ଭୀମ ଭୋଇ ନିଜ ଚଉତିସାରେ କାହାକୁ ବୁଦ୍ଧ ଅବତାର ରୂପେ ଉଲ୍ଲେଖ କରିଛନ୍ତି? ମହିମା ଗୋସାଇଁ। ପ୍ରାଚୀ ସାହିତ୍ୟ ପ୍ରକାଶିତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ଭୀମ ଭୋଇଙ୍କ ଚଉତିସା ମଧୁଚକ୍ର କେବେ ପ୍ରକାଶିତ ହୋଇଥିଲା? ଉତ୍ତରଟି ହେଉଛି 1948 ମସିହା। ସଂଖ୍ୟାଧିକ ଓଲଟା ଚଉତିସା କିଏ ରଚନା କରିଛନ୍ତି? ଭୀମ ଭୋଇ। ବା ଚଉତିସାର ଏପରି ନାମକରଣର ଯଥାର୍ଥତା କ'ଣ? ପ୍ରତ୍ୟେକ ପଦର ପ୍ରାନ୍ତରେ ବା ବ୍ୟବହୃତ ହୋଇଥିବାରୁ। କମଳଲୋଚନ ଶ୍ରୀହରି, କରେଣ ଶଙ୍ଖଚକ୍ରଧାରୀ, ଖଗ ଆସନେ ଖଗପତି, ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ। ଏହି ଲୋକପ୍ରିୟ ଦୁଇଟି ପଦ କେଉଁ ଚଉତିସାରୁ ଗୃହୀତ? କମଳଲୋଚନ ଚଉତିସା। କମଳଲୋଚନ ଚଉତିସା କେଉଁ କବିଙ୍କର? ବଳରାମ ଦାସ। କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ, କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଂଘାତ, ଖସି ପଡ଼ୁଛି କି ଆକାଶୁ କିଏ ଗଙ୍ଗା ଯମୁନା, କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା। କଳା କଳେବର ଚଉତିସାରୁ ପ୍ରଥମ ଦୁଇ ପଦ ଏଠାରେ ଗୃହୀତ। ଏହି ଚଉତିସାର ରଚୟିତା କିଏ? ଭକ୍ତଚରଣ ଦାସ। ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ଖାଉଣି ଥିବେ ଶ୍ୱାନ ଶୃଗାଳ ବାଣ୍ଟିରେ, ଖଟ ପଲଙ୍କ ସେଜ ସଜାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ। ଏ ଉଦ୍ଧୃତିଟି କେଉଁ ଚଉତିସାର ଅଂଶବିଶେଷ? ମନବୋଧ ଚଉତିସା। ମନବୋଧ ଚଉତିସାକୁ କେଉଁ ପ୍ରକାର ଚଉତିସା ଭାବରେ ଗ୍ରହଣ କରାଯାଇପାରିବ? ବୈରାଗ୍ୟମୂଳକ। ବେଣୀ ସାଜି ଦେବି ବୋଲୁ ବିମ୍ବାଧରି, ହସି ପାଶକୁ ଆସିଲେ ପ୍ରଦୀପ ଲିଭାଇ ଦେଲୁ, ଭର ମାଗି ରତି ଶେଷେ, ଭିଡ଼ି ଦନ୍ତ ବାସ ପିନ୍ଧୁ ହାସ, ପୁରୀ ଥାଇ ଗଣ୍ଡ ଦେଶେ। ଏହି ପଂକ୍ତି କେଉଁ ଚଉତିସାର? ଯାଇଫୁଲ ଚଉତିସା। ଯାଇଫୁଲ ଚଉତିସାର ରଚୟିତା କିଏ? ଗୋପାଳକୃଷ୍ଣ। ଗୋପାଳକୃଷ୍ଣଙ୍କ ଯାଇଫୁଲ ଚଉତିସାଟି କି ଧରଣର ଚଉତିସା? ପ୍ରୀତିମୂଳକ। ଯାଇଫୁଲ ଚଉତିସା ବ୍ୟତୀତ ଗୋପାଳକୃଷ୍ଣଙ୍କର ଆଉ ଏକ ଚଉତିସାର ନାମ ଲେଖ। ଜଳଦ ଚଉତିସା। ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତକେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ। ଏ ପଦଟି କେଉଁ ଚଉତିସାର ଅଂଶବିଶେଷ? କଳା କଳେବର ଚଉତିସା। ଗହନ କାନନ ବନରେ ଘୋର ବରଷା କାଳ, ଗିରି ବାମକରେ ଧରିଲେ ନନ୍ଦ ଯଶୋଦା ବାଳ। ଏ ଉଦ୍ଧୃତିଟି କେଉଁ ଚଉତିସାରୁ ଗୃହୀତ? କଳା କଳେବର ଚଉତିସା। 1948ରେ ପ୍ରକାଶିତ ଭକ୍ତକବି ଭୀମ ଭୋଇଙ୍କ ଚଉତିସା ମଧୁଚକ୍ର କାହାଦ୍ୱାରା ସଂକଳିତ? ଆର୍ତ୍ତବଲ୍ଲଭ ମହାନ୍ତି। ପ୍ରାଚୀ ସମିତି ଦ୍ୱାରା ପଞ୍ଚଖଣ୍ଡରେ ପ୍ରକାଶିତ ଚଉତିସା ମଧୁଚକ୍ର କାହାଦ୍ୱାରା ସଂଗୃହୀତ ଓ ସଂକଳିତ? ବିଚ୍ଛନ୍ଦ ଚରଣ ପଟ୍ଟନାୟକ। ଦୁଇ ଭାଗରେ ବିଭକ୍ତ ଚଉତିସା ସଞ୍ଚୟନର ସୁଯୋଗ୍ୟ ସମ୍ପାଦକ କିଏ? କୁଞ୍ଜବିହାରୀ ଦାସ। ଘଟ ଘଟ ହୋଇ ଲାଳ ବହୁଛି ତୁଣ୍ଡର, ଘନ ଜଟା ଲୋଚା ଏକ ବାନ୍ଧିଛି ମୁଣ୍ଡର, ନିକଟେ ଡାକିଲେ ନ ଶୁଣେ ତୋବେନି କର୍ଣ୍ଣ, ନଖ ମୁଖ ଚକ୍ଷୁସ୍ଥାନ ପଶିଲା ଭିତର, ନୂଆ ଖଣି ଖଣା ପ୍ରାୟ ଦିଶୁଛି ଉଦର।
ଶିବଙ୍କର ଏହି କଦର୍ଯ୍ୟ ରୂପ ବର୍ଣ୍ଣନା କେଉଁ ଚଉତିଶାରୁ ଗ୍ରହଣ କରାଯାଇଛି? ଉତ୍ତରଟି ହେଉଛି କଳସ ଚଉତିଶା। କଳସା ଚଉତିଶା କେଉଁ କବିଙ୍କ ରଚନା? ବତ୍ସା ଦାସ ବା ବତ୍ସା ଦାସ। କଳସା ଚଉତିଶା କେଉଁ ଧର୍ମ ପ୍ରଖ୍ୟାପକ? ଶୈବ ଧର୍ମ।